ଆଜି ସନ୍ଧ୍ୟାରେ ହାଟ ପହଞ୍ଚିଗଲେ। ଫାଷ୍ଟ ଯାଇକି ମୂଳା ପାଖରେ ପହଞ୍ଚିଲେ। ସେ 2 କିଲୋ ମୂଳା ଦେଉଥିଲା। ମୁଁ କହିନି ଏତେ ମୂଳା ନେଇକି ସେ କରିବା। ମୋ ନାନୀ କହିଲା ନା ନା ଏତେ ମୂଳା ନେବାନି, କିଲୋ ମୂଳା ନେବା। ମୂଳା ଗୁଡ଼ା ବେଶୀ ରହିଲେ ଖାଇ ହେବନି। ହାଟ ବୋଲି ଆମର ପ୍ରଥମ ଥର। ବିଲାତି ମଉସାକୁ କହୁଛି ଟିକେ ରେଟ୍ କମାଅ, ମନା କରୁଛନ୍ତି ନା 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 ବିଲାତି ରେଟ୍ କମିବନି, ବହୁତ ରେଟ୍। ବିଲାତିଟା ବଢ଼ିଆ ନାଲିଆ ନାଲିଆ ହେଇଛି ବାବା। ବାଇଗଣ ଦେଖ ତାଙ୍କ ପାଖରେ ବି ବାଇଗଣ ଅଛି, ରେଟ୍ଟା ଅଧିକା ରେଟ୍ କହିଲା। କଦଳୀ ସେଉ କତି ଟିକେ ଗଲେ ଦେଖିଲେ, ଆଣିଲେନି କଦଳୀ ସେଉ। ବାଇଗଣ ଗୋଟେ ବଡ଼ ବାଇଗଣ ମୁଁ ଦେଖିନି। ମୁଁ କହିନି ଏ ବାଇଗଣଟା ନେମି ବାଇଗଣୀ କରି ଖାଇମି। ଦେଖି ଆମ ଛୁଆ କହିଲା ନା ନା ବାଇଗଣଟା ତା ଭିତରେ ପୋକା ମୋକା ବାହାରିବ, ତୁ ବାଇଗଣ ନେନି। ସେ ବାଇଗଣଟା ରଖିଦେଇ କିଲେ ଆଣିଲେ। ଗୁପଚୁପ୍ ଟିକେ ଯାଇ ଖାଇଲେ। ବେବିର ପାଟି ପୁଡ଼ୁଛୁ, ଗୁପଚୁପ୍ ଖାଉଛୁ ହାଉ ହା ହେଇକି ଖାଇଯାଉଛୁ। ଫାଷ୍ଟ ଟାଇମ୍ ମେଳା ବୁଲତେ ଯାଇଛେ ନା, ତ ଏଇଟା ଆଗେ କହନ୍ତି ବାର ଭଜା। ବାର ଭଜା ଟିକେ ଖାଇନି। ମୁଁ ବାର ଭଜା ବି ଖାଇଛି ଯେ ଆଗରୁ, ଏଠି କେରକ ନାଗୁଛି ମୁଁ ତ ଜାଣିନି। ବେବି ଟିକେ ମୋତେ କହିଦେଲା। ବାର ଭଜା ଟିକେ ଖାଇସାରିଲେ। ମେଳା ଚାରିଆଡ଼େ ବୁଲୁଛି। ବେଶୀ ହେଇନଥିଲା, ଯାହା ବି ହେଇଥିଲା ଫାଷ୍ଟ ଟାଇମ୍ ମେଳା ବୁଲତେ ଯାଇଛି ଆଉ। ଛୁଆ କହିଲା ମା ମୋ ଭାଇଟା କହିଲା ହେଲା ହେଉଛୁ ଖାଇବା ମଟର ଆଉ ମାଂସ ତରକାରୀ କରିବ। ମୁଁ ତ କେବେଳେ ଖାଇନଥିନି। ସିଏ କହୁଛୁ ମୁଁ ଖାଇମି, ସିଏ ଭାରି ମାଂସ ପ୍ରେମୀ ନା। ଗୋଟେ ପ୍ଲେଟ୍ ଆଗେ ବନେଇଲା, ନିଜେ ଖାଇଲା, ମୋତେ ଭଲ ଲାଗିଲାନି। ତାପରେ ଆମେ ପଳେଇ ଆସିଲେ। ପଳେଇ ଯିବା ରାତି ହେଲାଣି। ଖାଇଲାକୁ ଶୁଖୁଆ ଲୋ ମା। ମୁଁ ତ ଶୁଖୁଆ ତିଆରି କରିଦିଏ। ମୁଁ କହିନି ମଉସା କେତେ ଶୁଖୁଆ? ସେ କହୁଛନ୍ତି 1000 ଟଙ୍କା ଲେଖା ଶୁଖୁଆ। ଆମର ଯାଉଛି ଶୁଖୁଆ ନେଲେନି ଘରକୁ।